ରାଜ୍ୟରୁ ବିଦାୟ ନେଉଛି ମୌସୁମୀ। ଆଗକୁ ବଢ଼ିବ ଶୀତ। ରାଜ୍ୟରୁ ବିଦାୟ ନେଉଛି ମୌସୁମୀ। 6 ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି। 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ। ମୟୂରଭଞ୍ଜ, ଦେଓଗଡ଼, କେଉଁଝର, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। 7 ଜିଲ୍ଲାରୁ ଅଧିକାଂଶ ସ୍ଥାନରୁ ବିଦାୟ ନେଇଛି ମୌସୁମୀ। ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ନୂଆପଡ଼ାର କିଛି ସ୍ଥାନରୁ ଲେଉଟାଣି ନେଇଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବିଦାୟ ନେବ। ଅନ୍ୟ 14 ଜିଲ୍ଲାରୁ ଆଦୌ ମୌସୁମୀ ଅପସରଣ ହୋଇନାହିଁ। ପାଗ ଅନୁକୂଳ ଅଛି। 24 ଘଣ୍ଟାରେ ବିଦାୟ ନେବ। ରାଜ୍ୟରେ ଆଗାମୀ 3 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କତା ଜାରି କରିଛି ବିଭାଗ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି। ଆଗକୁ ଶୀତ ବଢ଼ିବା ସହ କାକର ପଡ଼ିବ।